हाँ, ଯେତେବେଳେ ପିଲାଟି ଆମର ଯାଉଛି ଆମେ ସେତେବେଳେ ତାକୁ କ'ଣ କହୁଛେ, ଯଦି ରାସ୍ତା ଖରାପ ଅଛି ଆମେ ତାକୁ କ'ଣ କହୁଛେ, ଧନରେ ବାଗେଇକି ଯିବୁ କାଳେ ଝୁଣ୍ଟିବୁ କାଳେ ପଡ଼ିଯିବୁ। କିନ୍ତୁ ଏଇଟା କେବେ ଭାବିଛନ୍ତି, ଯେତେବେଳେ ମା ପେଟରେ ପିଲା ଥାଏ, ମା ଗର୍ଭରେ ପିଲାଟିଏ ଥାଏ, ସେତେବେଳେ ତାକୁ କିଏ ଜଗିଥାଏ? ତାକୁ ସେତେବେଳେ ଏଇ ପରମବ୍ରହ୍ମ ପରମେଶ୍ୱର ହିଁ ଜଗିଥାନ୍ତି। ଅନ୍ଧାରି ଭିତରେ ସେ ତାକୁ ଜଗିକି ରହିଥାନ୍ତି, ସମସ୍ତଙ୍କୁ ଜଗିଥାନ୍ତି। କାରଣ ଈଶ୍ୱର ସମସ୍ତଙ୍କର, ସେ ଜଣକର ନୁହେଁ। ଆଉ ସେ ନିଶ୍ଚିତ ଭାବରେ ସେ ପର୍ଯ୍ୟନ୍ତ ଜଗିଥାନ୍ତି ଯେ ପର୍ଯ୍ୟନ୍ତ ସେ ଆଲୋକକୁ ଆସିନି। ନା ଏକଥା ଆପଣ ଅବିଶ୍ୱାସୀ କରିବେ ବା ଆପଣ ଭାଙ୍ଗି ପାରିବେ, ନା ମୁଁ ଭାଙ୍ଗି ପାରିବି। ତେବେ ଈଶ୍ୱର ସତ୍ୟ। ଆରି ଉପରେ ଆପଣମାନଙ୍କୁ ଗୋଟେ ଛୋଟିଆ କଥା କହୁଛି, ଯାହାକୁ ଆପଣ ଜାଣିଲେ ଶୁଣିଲେ, ଯଦି ବା ଶୁଣିଥିବେ ତେବେ ନିଶ୍ଚିତ ଆଉ ଥରେ ଶୁଣନ୍ତୁ। ଈଶ୍ୱର ପ୍ରତି ବିଶ୍ୱାସ ଭାବ ସବୁବେଳେ ରଖିଥାନ୍ତୁ, କାରଣ ସେ ଆପଣଙ୍କୁ ନିଶ୍ଚିତ ଭାବରେ ଯେତେ ବଡ଼ ବିପଦ ହେଇଥାଉ ଆପଣଙ୍କୁ ସେ ନିଶ୍ଚିତ ଭାବରେ ରକ୍ଷା କରିବେ। ତେବେ ଆପଣ ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଜାଣିଥିବେ। ସେ ମାନେ ଏତେ ବିଶ୍ୱାସ ଥିଲା ତାଙ୍କର ମହିମା ଗୋସାଇଁଙ୍କ ପ୍ରତି, ଯେତେବେଳେ ସେ ଥରେ ଅନ୍ଧାର କୂପ ଭିତରେ ପଡ଼ିଯାଇଥିଲେ। ଲୋକମାନେ ସେ ଗାଈ ଚରେଇକି ଆସୁଥିଲେ ତ ମାନେ କୂପ ଭିତରେ ପଡ଼ିଯାଇଥିଲେ। ସେତେବେଳେ ଲୋକମାନେ ତାଙ୍କୁ କହିଥିଲେ, ଆରେ ଭୀମ ଆସେ ଆମେ ତତେ ନେଇ ଆସିବୁ। କିନ୍ତୁ ଭୀମ ଭୋଇଙ୍କର ମହିମା ଗୋସାଇଁ ପ୍ରତି ଏତେ ବିଶ୍ୱାସ ଥିଲା, ଆଉ ଏତେ ସେ ଧର୍ମ ପ୍ରତି ଏତେ ତାଙ୍କର ବିଶ୍ୱାସ ଥିଲା, ସେ କହିଲେ ନା, ମୋତେ ମହିମା ଗୋସାଇଁ ନିଜେ ଆସି ନ ନେଲେ ମୁଁ ଏଠୁ ଯାଇପାରିବିନି। ତାଙ୍କର ଚିନ୍ତା କରନ୍ତୁ କେତେ ପ୍ରଗାଢ଼ ବିଶ୍ୱାସ, ଆଉ ତାଙ୍କ ବିଶ୍ୱାସର ଜୟ ହେଇଥିଲା। 7 ଦିନ 7 ରାତି କଟି ଯାଇଥିଲା ସତ, କିନ୍ତୁ ଭୀମ ଭୋଇ ସେଥିରୁ ସନ୍ଥ କବି ଭୀମ ଭୋଇ କେବେ ବି ଆସିନଥିଲେ। ନିଜେ ମହିମା ଗୋସାଇଁ ତାଙ୍କର ଭକ୍ତିଭାବ ତାଙ୍କ ବିଶ୍ୱାସ ଦ୍ୱାରା ସେଠି ଉପସ୍ଥିତ ହେଇକି ତାଙ୍କୁ ସେ କୂପରୁ ଉଦ୍ଧାର କରିଥିଲେ। ଏକଥା ସମସ୍ତେ ଶୁଣିଛନ୍ତି। ଆଉ ଏବେ ବି ଯେଉଁ ଶ୍ରମିକମାନଙ୍କର ଘଟଣା ଘଟିଲା, ସେଇ ପରମବ୍ରହ୍ମ ପରମେଶ୍ୱର ଅଛନ୍ତି ବୋଲି ଆଜି ସେମାନେ ଏତେ ବଡ଼ ବିପଦରୁ ଉଦ୍ଧାର ହେଲେ। କାଲି ବି ପ୍ରଭୁ ଥିଲେ, ଆଜି ବି ଅଛନ୍ତି, ଆଉ କାଲି ବି ରହିବେ। ଆଉ ପ୍ରଭୁ କେବେ ନିଜର ସୃଷ୍ଟିକୁ ନଷ୍ଟ କରିବା ପାଇଁ ଚାହାନ୍ତିନି, କିନ୍ତୁ ଆମେ ଆମର କର୍ମ ଅନୁସାରେ ଫଳ ପାଇଥାଉ। ତେଣୁକରି ଯଦି ଆମେ ସୁକର୍ମ କରିବା ଆମ ପାଇଁ ସୁଫଳ ହିଁ ମିଳିଥିବ। ଯେତେବେଳେ ଆମେ ବହୁତ ବିପଦରେ ପଡ଼ିକିନା ପ୍ରଭୁଙ୍କୁ ଡାକୁଛେ, ଆମେ ଯେତେବେଳେ ବହୁତ ବିପଦରେ ପଡ଼ିଯାଉଛେ, ମାନେ ଉପାୟ ଶୂନ୍ୟ ହେଇଯାଉଛେ, ଆମ ପାଖରେ ଆଉ କିଛି ନାହିଁ, ସେତେବେଳେ ଆମେ କ'ଣ କରୁଛେ, ହାତ ଉପରକୁ ଟେକି ଦେଉଛେ। ଯେତେବେଳେ ହାତ ଉପରକୁ ଟେକି ଦେଉଛେ, ସେତେବେଳେ ଆମେ ସର୍ବସ୍ୱ ଯେତକ ଆମର ଭାବନା ଥିଲା ବା ଯେତକ ଆଶା ବିଶ୍ୱାସ ଥିଲା ତାକୁ ହରେଇ ଦେଇ ଆମେ ପ୍ରଭୁଙ୍କ ଉପରେ ବିଶ୍ୱାସ ରଖୁଛେ ଯେ ପ୍ରଭୁ ଆମକୁ ନିଶ୍ଚିତ ଭାବରେ ଉଦ୍ଧାର କରିବେ। ଆଉ ସେଇ ବିଶ୍ୱାସ, ସେଇ ଭକ୍ତି ବଳରେ ମୁଁ ଗୋଟେ ସ୍ତୁତି ପ୍ରଭୁଙ୍କର ଗାଉଛି, ଆପଣମାନେ ଶୁଣନ୍ତୁ। ଆପଣ ମୋର ବିଶ୍ୱାସ, ଯଦି ଆପଣ ଯେତେ ବଡ଼ କଷ୍ଟରେ ଥିଲେ, ଯଦି ଏ ପ୍ରାର୍ଥନାଟି ଆପଣ ଶୁଣିବେ ମୂଳରୁ ଶେଷ ପର୍ଯ୍ୟନ୍ତ, ନିଶ୍ଚିନ୍ତ ଆପଣଙ୍କ ମନରେ ବିଶ୍ୱାସ ଆସିବ, ଭକ୍ତି ଆସିବ, ଆଉ ଶାନ୍ତି ଆସିବ। ତେବେ ସ୍ତୁତିଟି ମୁଁ ବୋଲୁଛି, ମୋର ବିଶ୍ୱାସ ଆପଣ ଧୈର୍ଯ୍ୟ ସହକାରେ ଶୁଣିବେ। ଜୟ ଜୟ